12 ବର୍ଷ ବୟସରେ 24 ବର୍ଷର ଯୁବକ ପ୍ରେମରେ ପଡ଼ିଯାଇଥିଲା ଝିଅ। ଆଉ ଏ ପ୍ରେମ ପାଇଁ ନିଜ ବାପା ମାଙ୍କ ସହିତ ଏମିତି କିଛି କରିଥିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ବୟସରେ ହସି ଖେଳି ପାଠ ପଢ଼ିବା କଥା, କିନ୍ତୁ ଏସବୁ ବଦଳରେ ଝିଅ କରୁଥିଲା ପ୍ରେମ। ସେ ପୁଣି ଏମିତି ସେମିତି ପ୍ରେମ ନୁହେଁ, ଯେଉଁ ପ୍ରେମ ପାଇଁ ନିଜ ପରିବାରକୁ ବି ଭୁଲି ଯାଇଥିଲା। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ପ୍ରେମ କ'ଣ ଏମିତି ବି ହୁଏ? ଖେଳକୁଦ ବୟସରେ ନିଜ ପରିବାରକୁ ଛାଡ଼ି ନିଜ ବୟସଠୁ ଦ୍ୱିଗୁଣା ବୟସର ପ୍ରେମିକ ସହିତ ପ୍ରେମ ପାଇଁ ମାତ୍ର 12 ବୟସରେ ନିଜ ବାପା ମାଙ୍କ ସହିତ କ'ଣ ଗୋଟେ ଝିଅ ଏମିତି ବି କରିପାରେ? ଯଦି ସେ ସାବାଳିକା ହେଇଥାନ୍ତା କହିଲେ ଦେଖି ସେ କ'ଣ କରିନଥାନ୍ତା? ପ୍ରେମିକ ସହିତ ଫେରାର ହେବାକୁ ଏହି 12 ବର୍ଷର ଝିଅ ପ୍ରେମିକ ସହିତ ମିଶି ବନେଇଥିଲା ପ୍ଲାନ୍। ପ୍ରଥମେ ଖାଇବାରେ ନିଶା ଦେଇଥିଲା। ପୁରା ପରିବାର ନିଶାରେ ଶୋଇଗଲା ପରେ ଘରୁ ସୁନାଗହଣା ନେଇ ପ୍ରେମିକ ସହିତ ଫେରାର ହୋଇଯାଇଥିଲା। ପରିବାର ଲୋକଙ୍କ ନିଦ ଭାଙ୍ଗିଲା ବେଳକୁ ନା ଥିଲା ଝିଅ, ନା ଥିଲା ଘରର ସୁନାଗହଣା, ଯାହାକୁ ଦେଖିଲା ପରେ ପରିବାର ଲୋକେ ମୁଣ୍ଡରେ ହାତ ଦେଇଥିଲେ। ଆଉ ଏସବୁ କଲା ପରେ ବି ଝିଅ ଟିକେ ବି ପଶ୍ଚାତାପ କରୁନି। ଓଲଟା କହୁଛି, ତମେ ମୋ ପ୍ରେମକୁ ମୋଠୁ ଅଲଗା କରିବାକୁ ଚାହିଁଲ, ଏବେ ନାମ ନିଅ। ହଁ, ଆଉ ମୋତେ ଖୋଜିବାକୁ ଚେଷ୍ଟା କରନି। ମୁଁ ମୋ ପ୍ରେମିକ ସହିତ ବହୁତ ଭଲରେ ଅଛି, ଆଉ ଖୁସିରେ ଅଛି। ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳର ବିଜୟ ବାବୁଙ୍କ 12 ବର୍ଷର ଝିଅ ଖାଦ୍ୟରେ ନିଶା ଔଷଧ ଦେଇ 24 ବର୍ଷୀୟ ପ୍ରେମିକ ସହିତ ଫେରାର ହେବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର 5 ଜଣ ସଦସ୍ୟ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ହେ ପ୍ରଭୁ, ଏ କେମିତିକା ଝିଅ ଆଉ ଏ କେମିତିକା ପ୍ରେମ! ସତ କହିଲେ, ଯଦି ସେ ଝିଅ ସାବାଳିକା ହେଇଥାନ୍ତା ବୋଧେ ପରିବାର ଲୋକଙ୍କୁ ସକାଳ ଦେଖିବାକୁ ଦେଇନଥାନ୍ତା। କୁଆଡ଼ୁ ଆସିଲା ଏମିତି ହୀନ ବୁଦ୍ଧି? ଏଭଳି ପ୍ରେମିକ ବି କେମିତି ସେ ଝିଅକୁ ଭଲ ପାଇଲା? ଏପଟେ ବାପା କହୁଛନ୍ତି ତାଙ୍କ ଝିଅକୁ ଫସେଇ ଦିଆଯାଇଛି। ପ୍ରକୃତରେ ଏଠି ଭୁଲ କାହାର? ସେ ଯୁବକର, ଯିଏ ସେ ସାବାଳିକାକୁ ପ୍ରେମ କରୁଛି, ନା ସେ ଝିଅର, ଯିଏ ଏ ବୟସରେ ପ୍ରେମର ମାନେକୁ ଠିକ୍ରେ ବୁଝି ନ ପାରି ନିଜ ପରିବାରକୁ ଭୁଲି ପ୍ରେମିକ ସହିତ ଫେରାର ହୋଇଯାଉଛି? ନା ଏ ଦୋଷ ଆଉ କାହାର? କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।